ମୁଁ ଆଡମିସନ ହେଇଛି, ମୁଁ ନିଜେ ରୋଗୀ, ମୁଁ କଣ ଟ୍ରିଟମେଣ୍ଟ ହେଇଛି, ମୋର କଣ ମେଡିସିନ ଲାଗିଛି, ମୋର କଣ ଏକ୍ସରେ ହେଇଛି, ଇସିଜି ସେ ରିପୋର୍ଟ ନେବା ଦାୟିତ୍ୱ ଅଛି। ବର୍ତ୍ତମାନ ମତେ 13 ତାରିଖରୁ ଆଜି ପର୍ଯ୍ୟନ୍ତ ମତେ ଡିସଚାର୍ଜ ରିପୋର୍ଟ 13 ତାରିଖ ପର୍ଯ୍ୟନ୍ତ ଯୋଉ ଅତି ସଂକଟପୂର୍ଣ୍ଣ ଅବସ୍ଥାରେ ମୁଁ ଟ୍ରିଟମେଣ୍ଟ ହେଇଥିଲି ସେ ରିପୋର୍ଟ ବର୍ତ୍ତମାନ ଏ ପର୍ଯ୍ୟନ୍ତ ମତେ ଦେଇନାହାନ୍ତି। ଯେ ପର୍ଯ୍ୟନ୍ତ ସେମାନେ ଡିସଚାର୍ଜ ପେପର ନ ଦେଇଛନ୍ତି ସେ ପର୍ଯ୍ୟନ୍ତ ମୁଁ ହସ୍ପିଟାଲ ଛାଡିବି ନାହିଁ। ଘର ଲୋକଙ୍କୁ ବି ଡିସଚାର୍ଜ କପି ଦେଇନାହାନ୍ତି କି ମୋର କୌଣସି ସମ୍ପର୍କୀୟଙ୍କୁ ଡିସଚାର୍ଜ କପି ଦେଇନାହାନ୍ତି। ପଚାରିଲା ବେଳେ ଏଠି କହୁଛନ୍ତି ଆମେ ପୋଲିସ କି ଡିସଚାର୍ଜ କପି ଦେଇଦେଇଛୁ। ତ ମୋର ଏଠି କୋଶ୍ଚିନ୍ ପୋଲିସ ମୋ ଡିସଚାର୍ଜ ରିପୋର୍ଟ ନେବା ପାଇଁ ପୋଲିସ କେସ୍। ହସ୍ପିଟାଲରୁ ମୁଁ ଡିସଚାର୍ଜ ହଉଛି, ମୋ ପାଖରେ ଯୋଉ ଡିସଚାର୍ଜ ରିପୋର୍ଟ ଅଛି ବର୍ତ୍ତମାନ ତା 13 ତାରିଖ ଲେଖା ହେଇଛି, 13 ତାରିଖ ମୁଁ ଆଡମିସନ ହେଇଥିଲି। କିନ୍ତୁ ଯୋଉ 11 ତାରିଖରେ ଆଡମିସନ ହେଇକି ମତେ 13 ତାରିଖରେ ସେମାନେ ରିଲିଜ କରିଥିଲେ ସେ ରିପୋର୍ଟ ଏପର୍ଯ୍ୟନ୍ତ ଦେଇନାହାନ୍ତି। ସେଇ ରିପୋର୍ଟ ମାଗିଲା ବେଳେ ସେମାନେ କହୁଛନ୍ତି ଆମେ ପୋଲିସ ଦେଇଛୁ। ପୋଲିସ ମୋ ରିପୋର୍ଟ ନେବାକୁ କିଏ? ମୁଁ ଆଡମିସନ ହେଇଛି, ମୁଁ ନିଜେ ରୋଗୀ, ମୁଁ କଣ ଟ୍ରିଟମେଣ୍ଟ ହେଇଛି, ମୋର କଣ ମେଡିସିନ ଲାଗିଛି, ମୋର କଣ ଏକ୍ସରେ ହେଇଛି କି ଇସିଜି ସେ ରିପୋର୍ଟ ନେବା ଦାୟିତ୍ୱ ଅଛି। ବର୍ତ୍ତମାନ ମତେ 13 ତାରିଖରୁ ଆଜି ପର୍ଯ୍ୟନ୍ତ ମତେ ଡିସଚାର୍ଜ ରିପୋର୍ଟ ଦିଆଯାଇଛି। 11 ତାରିଖ 13 ତାରିଖ ପର୍ଯ୍ୟନ୍ତ ଯୋଉ ଅତି ସଂକଟପୂର୍ଣ୍ଣ ଅବସ୍ଥାରେ ମୁଁ ଟ୍ରିଟମେଣ୍ଟ ହେଇଥିଲି ସେ ରିପୋର୍ଟ ବର୍ତ୍ତମାନ ଏ ପର୍ଯ୍ୟନ୍ତ ମତେ ଦେଇନାହାନ୍ତି। ଯେତେବେଳେ ମହାକାଳପଡା ଥାନାରେ ମୁଁ ଅସୁସ୍ଥ ହେଇଥିଲି, ମହାକାଳପଡା ଥାନାରେ ମହାକାଳପଡା ମେଡିକାଲ ଯାଇଥିଲି। ମହାକାଳପଡା ମେଡିକାଲରେ ଆମ୍ବୁଲାନ୍ସ ଯେହେତୁ ଆଭେଲେବୁଲ ନଥିଲା, ପୋଲିସ ଗାଡି ମତେ ଆଣିକି ଆସିଥିଲା। ମୋ ମାମୁଙ୍କର ମତେ ଆଣିକି ଟ୍ରିଟମେଣ୍ଟ କରିଥିଲା ଏଇଠି କେନ୍ଦ୍ରାପଡା ଫାଷ୍ଟ ଏମର୍ଜେନ୍ସିରେ ଆଡମିସନ କରେଇକି ତାପରେ କ୍ୟାବିନ ବୁକ୍ କରେଇକି ମୁଁ 11 ରୁ 13 ତାରିଖ ଦିନ ରହିଥିଲି। 13 ତାରିଖ ଦିନ ମତେ ସକାଳ 9ଟା ବେଳେ ମତେ ଡିସଚାର୍ଜ ଏଠୁ କରିଥିଲେ। ମୋ ଘର ଲୋକଙ୍କୁ ବି ଡିସଚାର୍ଜ କପି ଦେଇନାହାନ୍ତି କି ମୋର କୌଣସି ସମ୍ପର୍କୀୟଙ୍କୁ ଡିସଚାର୍ଜ କପି ଦେଇନାହାନ୍ତି। ପଚାରିଲା ବେଳେ ଏଠି କହୁଛନ୍ତି ଆମେ ପୋଲିସ କି ଡିସଚାର୍ଜ କପି ଦେଇଦେଇଛୁ। ତ ମୋର ଏଠି କୋଶ୍ଚିନ୍ ପୋଲିସ ମୋ ଡିସଚାର୍ଜ ରିପୋର୍ଟ ନେବା ପାଇଁ ପୋଲିସ କେସ୍। ଯେତେବେଳେ ମୁଁ ପୋଲିସ ମତେ ଆଣିକି ଆସିଲା ମୋ ନାଁରେ କୌଣସି ଅଭିଯୋଗ ହେଇନଥିଲା, କୌଣସି ଲିଖିତ ଆକାରରେ କିଛି ବି କମ୍ପ୍ଲେନ ହେଇଥିଲା। ତ ସେ ରିପୋର୍ଟ ମତେ ବର୍ତ୍ତମାନ ମତେ ଦରକାର। ମୁଁ ଯାହା ଯାହା ମେଡିସିନ ନେଇଛି, ଯାହା ଯାହା ଡକ୍ଟର ମତେ ସଜେଷ୍ଟ କରିଛନ୍ତି କି ଇସିଜି କରନ୍ତୁ କି ଏକ୍ସରେ କରନ୍ତୁ, ମୋର ସବୁ ଯାକ ରିପୋର୍ଟ ବର୍ତ୍ତମାନ 13 ତାରିଖ ଦିନ ଫାଷ୍ଟ ଆସିଲି, ମୁଁ ଆଡମିସନ ହେଲି। 11 ତାରିଖ ଦିନ ଆସି ଆଡମିସନ ହେଲି। ସେକେଣ୍ଡ ଟାଇମ ପୁଣି 13 ତାରିଖ ଦିନ ଆଡମିସନ ହେଲି। ହଁ 13 ତାରିଖ ଦିନ ଯୋଉଟା ମୁଁ ଚାହୁଁନଥିଲି ବି, ମୋ ଦେହ ଏତେ ଖରାପ ଥିଲା, ମୋର ବଳ ବି ପାଉନଥିଲା ଚାଲିବା ପାଇଁ, ସେଟା ଜବରଦସ୍ତି ପୋଲିସ ମତେ ଡକ୍ଟରଙ୍କ ସାମ୍ନାରେ ଉଠେଇ ନେଇଯାଇଥିଲା। ମୁଁ ସବୁ ଡକ୍ଟରଙ୍କ ଦୋଷ ଦବାକୁ ଚାହୁଁନି, କିଛି ପର୍ଟିକୁଲାର ଜଣେ ଦି ଜଣ ଡକ୍ଟର ଅଛନ୍ତି ଯୋଉମାନେ ମତେ ନୃଶଂସ ଭାବରେ ପୋଲିସ ହାତରେ ଘୋଷାଡି ନବା ପାଇଁ ମତେ ସେଠି ଛାଡି ଦେଇଥିଲେ। ସେ ରିପୋର୍ଟ ଏପର୍ଯ୍ୟନ୍ତ ମତେ ଆସିନି, କାରଣ ମୋ ଯାହାକୁ ବି ଦେଖେଇବି କେବେଠୁ କେବେ ଟ୍ରିଟମେଣ୍ଟ ହେଇଥିଲା, ମୁଁ 13 ତାରିଖ ଆସି ଟ୍ରିଟମେଣ୍ଟ ହେଇଥିଲି। କିନ୍ତୁ ମୁଁ 11 ତାରିଖରେ ଏଇଠି ଆସି ଆଡମିସନ ହେଇଥିଲି। 11 ରୁ 13 ତାରିଖ ଯୋଉ ରିପୋର୍ଟ, ସେ ରିପୋର୍ଟ କାହିଁ, ସେ ରିପୋର୍ଟ ମତେ ଦରକାର ବର୍ତ୍ତମାନ। 11 ତାରିଖରୁ ଆଜି ରହିଲେ ଆଉ ଡକ୍ଟର କଣ ଟ୍ରିଟମେଣ୍ଟ କଲେ ଆଉ ବର୍ତ୍ତମାନ କଣ ଆପଣ ଦାବି କରୁଛନ୍ତି? ଡକ୍ଟର ଯେତେବେଳେ 13 ତାରିଖରେ ଆସି ଆଡମିସନ ହେଲି, ମତେ ଡକ୍ଟର ବହୁତ ବଢିଆ ଟ୍ରିଟମେଣ୍ଟ କରିଛନ୍ତି। ଯାହା ଯାହା ରିକ୍ୱାର ନର୍ସ ଦିଦି ମାନେ ବି ଆସିକି 5 ମିନିଟ 10 ମିନିଟ ଦେଖୁଥିଲେ, ସାଲାଇନ ହଉ କି ଯାହାବି ତାଙ୍କର ମେଡିସିନ ହଉ। ବଟ୍ ତା ପୂର୍ବରୁ କଣ ହେଇଛି କଣ ନାହିଁ ମୁଁ ଜାଣିନି। କିନ୍ତୁ 11 ତାରିଖରୁ ଆଡମିସନ ହେଇକି ମୋର କାଲି 17 ତାରିଖ ଯୋଉ ଡିସଚାର୍ଜ। ଯେପର୍ଯ୍ୟନ୍ତ ସେମାନେ ଡିସଚାର୍ଜ ପେପର ନ ଦେଇଛନ୍ତି ସେ ପର୍ଯ୍ୟନ୍ତ ମୁଁ ହସ୍ପିଟାଲ ଛାଡିବି ନାହିଁ। ମୁଁ ଡିସଚାର୍ଜ ପେପର ନେବି ଏବଂ ତାର ଯୋଉ ମେଡିସିନ ସେମାନେ ଲେଖିଛନ୍ତି, ଯୋଉ ମେଡିସିନ ମତେ ସଜେଷ୍ଟ କରିଛନ୍ତି, କଣ କଣ ମେଡିସିନ ମୋ ଦେହରେ ମୁଁ ନେଇଛି, ମୁଁ ସେଇ ରିପୋର୍ଟଟା ବି ନେବି।